ମର୍ସେଲ ସହର ଫ୍ରାନ୍ସର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ। ଶସ୍ୟ ଶ୍ୟାମଳା କ୍ଷେତ୍ର ଏବଂ ମନୋହର ଉଦ୍ୟାନଗୁଡ଼ିକ ନିମନ୍ତେ ଏହି ସହରଟି ବିଖ୍ୟାତ। ଦିନ ଥିଲା ଏହି ସହରଟି ଏକ ରୁକ୍ଷ ତଥା ଶୁଷ୍କ ଜଳଶୂନ୍ୟ ଅଞ୍ଚଳ ଥିଲା। ଏହି ସହରବାସୀ ଜଳାଭାବ ପାଇଁ ବହୁତ କଷ୍ଟ ପାଉଥିଲେ। ଏମିତିକି ନିର୍ମଳ ପାନୀୟ ଜଳ ଟୋପାଏ ପାଇବା ସେମାନଙ୍କ ନିମନ୍ତେ କଷ୍ଟକର ଥିଲା। କିନ୍ତୁ ଆଜି ସେମାନଙ୍କର ସେ କଷ୍ଟ ଆଉ ନାହିଁ। ସେମାନଙ୍କ ନିମନ୍ତେ ପ୍ରଚୁର ଜଳ ନଦୀରୁ ପ୍ରବାହିତ ହେଉଛି। ମର୍ସେଲ ସହର ନିକଟରୁ 97 ମାଇଲ ଦୂରରେ ଅବସ୍ଥିତ ଏହି ନଦୀରୁ କେନାଲ ଦ୍ୱାରା ମର୍ସେଲ ସହରକୁ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଏହି କେନାଲ 1837 ମସିହାରୁ 1848 ମସିହା ମଧ୍ୟରେ ଖୋଳାଯାଇଥିଲା। ଏହି କେନାଲ ଖୋଳା ହେବାର କିଛି ବର୍ଷ ପୂର୍ବେ ଗୁଇଜନ ନାମକ ଜଣେ ବ୍ୟକ୍ତି ମର୍ସେଲ ସହରରେ ବାସ କରୁଥିଲେ। ତାଙ୍କର କେହି ଆତ୍ମୀୟ ସ୍ୱଜନ ବନ୍ଧୁବାନ୍ଧବ ନଥିଲେ। ସେ ଏକୁଟିଆ ଥିଲେ। ଅର୍ଥ ଉପାର୍ଜନ କରିବା ନିମନ୍ତେ କଠୋର ପରିଶ୍ରମ କରୁଥିଲେ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ଥିଲା, ସେହି ଅର୍ଥକୁ ସେ କେବଳ ସାଇତିକି ରଖୁଥିଲେ। ଏମିତିକି ନିଜର ଅତ୍ୟାବଶ୍ୟକୀୟ ପ୍ରୟୋଜନୀୟ ଖର୍ଚ୍ଚ ମଧ୍ୟ କରିବାକୁ ସେ କୁଣ୍ଠାବୋଧ କରୁଥିଲେ। ତାଙ୍କର ପୋଷାକର ଆବଶ୍ୟକତା ଥିଲେ ମଧ୍ୟ ସେ ନୂତନ ପୋଷାକ ତିଆରି କରୁନଥିଲେ। ଅନେକ ଦିନ ଧରି ସେହି ଗୋଟିଏ ପୋଷାକ ପିନ୍ଧିବା ଦ୍ୱାରା ତାହା ଅତି ଜୀର୍ଣ୍ଣ ଶୀର୍ଣ୍ଣ ଏବଂ ମଇଳା ହୋଇଯାଇଥିଲା। ତାଙ୍କର ଖାଦ୍ୟ ମଧ୍ୟ ଅତି ସାଧାରଣ ଓ ସାମାନ୍ୟ ଥିଲା। ସାଧାରଣ ସୁଖଭୋଗକୁ ତୁଚ୍ଛ କରି ସେ ଏକାକୀ ନିସଙ୍ଗ ଜୀବନ ଯାପନ କରୁଥିଲେ। ତେଣୁକରି ସମସ୍ତେ ତାଙ୍କୁ ମର୍ସେଲ ସହରର କୃପଣ ବୋଲି କହୁଥିଲେ। ଦିନ ପରେ ଦିନ, ବର୍ଷ ପରେ ବର୍ଷ ତାଙ୍କର ବନ୍ଧୁହୀନ ନିସଙ୍ଗ ଜୀବନ ଏହିପରି ବିତିଯିବାକୁ ଲାଗିଲା। କ୍ରମଶଃ ତାଙ୍କର ବୟସ ବଢ଼ିବାକୁ ଲାଗିଲା। ଅତି ପରିଶ୍ରମ ହେତୁ ସେ ନଈ ନଈ ବାଡ଼ି ଧରି ଚାଲିଲେ। ତାଙ୍କର ମୁଣ୍ଡର ବାଳ ସବୁ ଧଳା ହୋଇଗଲା। ତଥାପି ସେ ପରିଶ୍ରମ କରିବାରୁ କ୍ଷାନ୍ତ ହେଲେନି। ଅବଶେଷରେ 80 ବର୍ଷ ବୟସରେ ତାଙ୍କର ନିସଙ୍ଗ ଜୀବନର ଅବସାନ ଘଟିଲା। ମୃତ୍ୟୁ ଅନ୍ତେ ତାଙ୍କ ଗଚ୍ଛିତ ସମ୍ପତ୍ତି ନିମନ୍ତେ ଲୋକଙ୍କ ମନରେ ଗୋଟାଏ କୌତୂହଳ ଭାବ ବୃଦ୍ଧି ପାଇଲା। ସେମାନେ ଦେଖିଲେ କୃପଣ ଗୁଇଜନ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ସଞ୍ଚୟ କରି ଯାଇଛନ୍ତି। ତାଙ୍କର କାଗଜପତ୍ର ମଧ୍ୟରୁ ଏକ ଦତ୍ତପତ୍ର ମିଳିଲା। ଆଉ ସେଥିରେ ଲେଖାଥିଲା, ମୁଁ ଦରିଦ୍ର ଥିଲି। ଦେଖିଲି ମର୍ସେଲର ଦରିଦ୍ର ଲୋକେ ଟୋପାଏ ପାନୀୟ ଜଳ ପାଇଁ ଅସୁବିଧା ଭୋଗ କରୁଛନ୍ତି। ମୋର କେହି ଆତ୍ମୀୟ ନଥିବାରୁ ମୁଁ ମୋର ଉପାର୍ଜିତ ସମସ୍ତ ଧନ ସଞ୍ଚୟ କରିବାକୁ ମୋ ଜୀବନର ସବୁ ସମୟ ଦେଇପାରିଛି। ତେଣୁ ମର୍ସେଲ ସହରର ପ୍ରତ୍ୟେକ ଦରିଦ୍ର ବ୍ୟକ୍ତି ଯେପରି ପ୍ରଚୁର ଜଳ ପାଇପାରିବେ, ସେଥିପାଇଁ ବହୁ କଷ୍ଟରେ ଉପାର୍ଜିତ ମୋର ଏହି ଧନ ଦ୍ୱାରା ସହରକୁ ଜଳ ଯୋଗାଣର ବ୍ୟବସ୍ଥା କରାଗଲେ ମୋର ସାରା ଜୀବନର ପରିଶ୍ରମ ସାର୍ଥକ ହେଲା ବୋଲି ମୁଁ ମନେ କରିବି। କିନ୍ତୁ ପୂର୍ବ ଦେଶରେ, ଯାହାକି ପବିତ୍ର ବାଇବଲରେ ଲେଖାଯାଏ, ଆଉ ଜଣେ ବ୍ୟକ୍ତି ଜନ୍ମଗ୍ରହଣ କରିଥିଲେ, ଯିଏକି ଜଗତର ମଙ୍ଗଳ ନିମନ୍ତେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଅଥଚ ଏ ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ବାକ୍ୟରେ ଲେଖାଯାଏ, କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମେମାନେ ଜାଣ। ତୁମେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମମାନଙ୍କ ନିମନ୍ତେ ଦରିଦ୍ର ହେଲେ। ପ୍ରିୟ ବନ୍ଧୁଗଣ, ଗୁଇଜନଙ୍କ ସ୍ୱାର୍ଥତ୍ୟାଗର ଦାନ ମର୍ସେଲ ସହରର ଗରିବ ଅଧିବାସୀଙ୍କୁ ଜଳ ଯୋଗାଇବାରେ ସମର୍ଥ ହୋଇଥିଲା। ବଡ଼ ସୁନ୍ଦର ଭାବରେ ଲେଖାଯାଏ, ମରୁପ୍ରାନ୍ତରରେ ଦେଖ ଜୀବନର ସ୍ରୋତ, ମହା ଅନୁଗ୍ରହେ ବହେ ନିର୍ଝର ଅମୃତ, ଧାର୍ମିକତା ମଧ୍ୟ ଦେଇ ହୁଏ ପ୍ରବାହିତ, ହେ ତୃଷିତ ପାନ କରି ହୁଅ ପରିତୃପ୍ତ।